ଘରେ ଯଦି କଞ୍ଚା ଲଙ୍କା ଅଛି ନା ତାହେଲେ ଦେଖିବେ ତରକାରୀର ଆବଶ୍ୟକତା ହିଁ ପଡ଼ିବନି। ତ ଏଇଭଳି ପ୍ରୋସେସ୍‌ରେ ଆପଣମାନେ ଥରେ ଟ୍ରାଏ କରନ୍ତୁ। ରୁଟି ସହିତ, ଭାତ ସହିତ, ନାନ୍ ସହିତ, ପୁଣି ପଖାଳ ସହିତ ତ ପୁରା ଜମିବ। ମାନେ କେତେବେଳେ ଥାଳିଏ ଭାତ ଖାଇଯିବେ ଜାଣି ହିଁ ପାରିବେନି। ଯଦି ରୁଟି ଖାଉଛନ୍ତି 2ଟା ବଦଳରେ 4ଟା ରୁଟି ଖାଇଯିବେ, ଏତେ ସ୍ୱାଦିଷ୍ଟ ଲାଗିବ। ତ ଚାଲନ୍ତୁ ଲେଟ୍ ନ କରି ରେସିପିଟି ଆଜି ଆମେ ପ୍ରସ୍ତୁତ କରିବା। ନମସ୍କାର, ଜୟ ଜଗନ୍ନାଥ ପାଇଁ ଝିଲି କୁକିଂକୁ ଆପଣମାନଙ୍କୁ ଅନେକ ଅନେକ ସ୍ୱାଗତ। ପ୍ରଥମେ ଆମେ କିଛି କଞ୍ଚା ଲଙ୍କା ନେବା। କଞ୍ଚା ଲଙ୍କାଟା ଯେମିତି ପୁରା ଫ୍ରେଶ୍ ହେଇଥିବ। ଆଉ ଦେଖନ୍ତୁ ତାର ମୁଣ୍ଡି ପାର୍ଟଟାକୁ ପୁରା ବାହାର କରିଦେବେ। ତ ଏଇଠି ମୁଁ 2 ପ୍ରକାର କଞ୍ଚା ଲଙ୍କା ନେଇଛି। ଏଇ କଞ୍ଚା ଲଙ୍କାଗୁଡ଼ା ଦେଖିବେ ଯେହେତୁ ଟିକେ ବହଳିଆ ବହଳିଆ ରହିଥାଏ ବା ମୋଟା ମୋଟା କଞ୍ଚା ଲଙ୍କା ରହିଥାଏ, ଏଗୁଡ଼ାକ ଏତେ ରାଗ ନଥାଏ। ଆଉ ପୁଣି ଦେଖନ୍ତୁ ରାଗ କଞ୍ଚା ଲଙ୍କା ନେଇଛି, ପୁରା ଏଇଭଳି ପତଲା ପତଲା କଞ୍ଚା ଲଙ୍କା ନେବେ ତ ବହୁତ ରାଗ ବି ରହିବ ଆଉ ଖାଇବାକୁ ବହୁତ ସ୍ୱାଦିଷ୍ଟ ଲାଗେ। ଯେହେତୁ ଦେଖିବେ ଏଇ ରେସିପିଟି ବନି ସାରିବା ପରେ ଆପଣମାନଙ୍କୁ ମୁଁ କହିବି ଏ କଞ୍ଚା ଲଙ୍କାଟି ରାଗ ରହିବ କି ନାହିଁ। ତ ଏବେ କ'ଣ କରିବେ ନା, ସେ କଞ୍ଚା ଲଙ୍କାକୁ ଭଲସେ କ୍ଲିନ୍ କରି ମୁଁ ଧୋଇ ଦେଇଛି ଏଠି। ତାକୁ ଟିକେ କପଡ଼ା ସାହାଯ୍ୟରେ ଟିକେ ପୋଛି ଦେବେ। ପୋଛି ସାରିବା ପରେ ଗୋଟେ ଏଇଭଳି ବାଉଲ୍ ନେବେ। ସେଇଥିରେ ଗୋଟେ ଗ୍ଲାସ୍, ଧାରୁଆ ଗ୍ଲାସ୍ ସାହାଯ୍ୟରେ ଏଇଭଳି ପ୍ରୋସେସ୍‌ରେ ଟିକେ କ୍ରସ୍ କରିଦେବେ। ଆପଣମାନେ ଚାହିଁଲେ ଆକୁ ମିକ୍ସରରେ ବି ଗ୍ରାଇଣ୍ଡିଙ୍ଗ କରିପାରିବେ ବା ଖଦରା ପେଷ୍ଟ ବି ବନେଇ ପାରିବେ। କିନ୍ତୁ ଏଇଭଳି ଦେଖନ୍ତୁ ପ୍ରୋସେସ୍‌ରେ ଯଦି ଆପଣମାନେ ଗ୍ଲାସ୍ ସାହାଯ୍ୟରେ କ୍ରସ୍ କରୁଛନ୍ତି କି ନହେଲେ ଛୁରୀ ସାହାଯ୍ୟରେ ପୁରା ଛୋଟ ଛୋଟ ପିସେସ୍‌ରେ କଟିଂ କରିକି ବନେଇବେ, ତାହେଲେ ଦେଖିବେ ବହୁତ ସ୍ୱାଦିଷ୍ଟ ଲାଗେ ଖାଇବା ପାଇଁ। ତ ଏଇ ରେସିପିଟି ଆପଣମାନେ ଫୁଲ୍ ଭିଡ଼ିଓକୁ ୱାଚ୍ କରିକି ବନାନ୍ତୁ। ଦେଖିବେ ଯେଉଁଦିନ ତରକାରୀ ଖାଇ ଖାଇ ବୋର୍ ହେଇଯିବେ ନା, ଏଇ ରେସିପିର ଗୋଟେ ଚାମଚ ଯଦି ଖାଇବେ ବହୁତ ଟେଷ୍ଟି ଲାଗିବ। ନା ବିନା ଖରାରେ ଶୁଖେଇକିରି ବି ଆପଣମାନେ ଆଚାର ବନେଇକି ରେଡ଼ି କରିପାରିବେ। ତ ଏଇଠି ଆମେ କ'ଣ କରିବା ନା, ସ୍ୱାଦ ଅନୁସାରେ ଦେଇଦେବା ଲୁଣ। ଯେତିକି କଞ୍ଚା ଲଙ୍କା ନେଇଥିବେ ସେ ଅନୁସାରେ ଲୁଣ ଏଡ଼୍ କରିଦେବେ। ଯେହେତୁ ଆମେ ଆଜି କଞ୍ଚା ଲଙ୍କା ଆଚାର ବନାଉଛନ୍ତି, ଦେଖିବେ ଆଚାରରେ ଟିକେ ଲୁଣ ଅଧିକା ରହିବ ତ ତାହେଲେ ଖାଇବାକୁ ବହୁତ ସ୍ୱାଦିଷ୍ଟ ଲାଗେ। ତ ପୁଣି ଥରେ ମୁଁ ଲେମ୍ବୁ ରସ ନେଇଛି। ଏଠି ମୁଁ 2ଟି ଲେମ୍ବୁର ରସ ନେଇଛି। ଯେତିକି ଆପଣମାନେ କଞ୍ଚା ଲଙ୍କାରେ ବନେଇବାକୁ ଚାହୁଁଛନ୍ତି ସେ ଅନୁସାରେ ଏଇଥିରେ ଲେମ୍ବୁ ରସ ଏଡ଼୍ କରିବେ। ତ ଏବେ ଆମେ କ'ଣ କରିବା ନା, ଲେମ୍ବୁ ରସ ଆଉ ଲୁଣକୁ ଏଡ଼୍ କରି ଏଇଭଳି ପ୍ରୋସେସ୍‌ରେ ଟିକେ ମିକ୍ସ କରିଦେବା। ମିକ୍ସ କରି ଆକୁ ଆମେ ଏବେ ସାଇଡ଼୍‌ରେ ରଖିଦେବା। ତାର ସ୍ପେଶାଲ୍ ମସଲାଟା ବନେଇବା। ତ ଦେଖନ୍ତୁ ଏଠି ବଡ଼ 2 ଚାମଚ ନେଇଛି ପାନମଧୁରୀ, 2 ଚାମଚ ନେଇଛି ଜିରା, 2 ଚାମଚ ଧନିଆ। ଏବେ ଆମେ ଗ୍ୟାସ୍ ଫ୍ୟାନ୍‌କୁ ଅନ୍ କରିଦେବା। ଅନ୍ କରିକିରି ଆକୁ ଆମେ ଲୋ ଟୁ ମିଡ଼ିୟମ୍ ଫ୍ଲେମ୍‌ରେ ଟିକେ ଆମେ ଭାଜିବାକୁ ଦେବା। ଯେମିତିକି ଦେଖିବେ ଟିକେ ତାର ସ୍ମେଲ୍ ଆସିବ ଆଉ ପୁରା ଆବାଜ ବି ଆସିବ ସେ ଭାଜି ହେଲା ମାନେ। ତ ସେଇ ପର୍ଯ୍ୟନ୍ତ ହିଁ ଭାଜିବେ, ଅଧିକା ଭାଜିବେନି। ଆଉ ଏଇଠି ଆଉ ଗୋଟେ ଜିନିଷ ମୁଁ ସ୍କିପ୍ କରିଦେଇଛି, ତ ମୁଁ ପରେ ମୋର ମନେ ପଡ଼ିଲା। ଏଥିରେ ଆପଣମାନେ ଚାହିଁଲେ ସୋରିଷ, ଯଦି ଆପଣଙ୍କ ପାଖରେ ଧଳା ସୋରିଷ ହଉ କି କଳା ସୋରିଷ ହଉ, ତାହେଲେ ଆପଣମାନେ ଏଥିରେ 2 ଚାମଚ ବି ଏଡ଼୍ କରିପାରିବେ। କିନ୍ତୁ ମୁଁ ଏଠି ସ୍କିପ୍ କରିଦେଇଛି ଯେହେତୁ ମୁଁ ଭୁଲି ଯାଇଥିଲି। ତ ମୁଁ ଲାଷ୍ଟରେ ଅଳ୍ପ ଟିକେ ଭାଜିକିରି ଗୁଣ୍ଡ କରି ଏଡ଼୍ କଲି ସେଥିରେ, ସେଥିପାଇଁ ଆପଣମାନଙ୍କୁ ମୁଁ ଏଠି ସେୟାର କଲି। ପୁଣି ଦେଖନ୍ତୁ ଏଠି ମୁଁ ନେଇଛି ସୋରିଷ ତେଲ। ସୋରିଷ ତେଲକୁ ପୁରା ଧୂଆଁ ବାହାରିଲା ପର୍ଯ୍ୟନ୍ତ ଗରମ କରିବେ। ତାପରେ ଗ୍ୟାସ୍ ଫ୍ୟାନ୍‌କୁ ଅଫ୍ କରିଦେବେ। ଏଠି ମୁଁ 200 ଗ୍ରାମର ନେଇଛି ସୋରିଷ ତେଲ। ଦେଖିବେ ଆଚାରରେ ଯଦି ତେଲଟା ଅଧିକା ରହିବ ନା, ତାହେଲେ ଦେଖିବେ ଆଚାରଟା ଗୋଟେ ଥର ବନେଇକି ଆପଣମାନେ 6 ମାସ ପର୍ଯ୍ୟନ୍ତ ରଖିକିରି ଖାଇପାରିବେ। ଆଉ ସୋରିଷ ତେଲର ଫ୍ଲେଭର୍ ତ ଏଥିରେ ବହୁତ ବଢ଼ିଆ ଲାଗେ, ଆପଣମାନେ ଜାଣିଛନ୍ତି ଆଚାରରେ। ଆପଣମାନେ ସୋରିଷ ତେଲ ଯଦି ଏଡ଼୍ କରିବାକୁ ଚାହୁଁନାହାନ୍ତି, ତାହେଲେ ରିଫାଇନ୍ ତେଲରେ ବି ବନେଇ ପାରିବେ এই ରେସିପିଟି। ତ ସେମ୍ ପ୍ରୋସେସ୍‌ରେ ରିଫାଇନ୍ ତେଲ ନେବେ। ତ ଏଇଠି ଦେଖନ୍ତୁ ମସଲାଟା ମୁଁ ଏଠି ଗୁଣ୍ଡ କରିଦେଇଛି। ପାନମଧୁରୀ, ଧନିଆ, ପୁଣି ସେଇଥିରେ ଆମେ ଏଡ଼୍ କରିଥିଲେ ଜିରା, ତାକୁ ଆମେ ଗୁଣ୍ଡ କରିଦେଇଛନ୍ତି। ସେ କୁଟନୀ ସାହାଯ୍ୟରେ ମୁଁ ଗୁଣ୍ଡ କଲି। ଯେହେତୁ ଦେଖିବେ ଟିକେ ଖଦରା ପେଷ୍ଟ ଯଦି ରହିବ, ତାହେଲେ ଦେଖିବେ ଆଚାରଟା ଖାଇବା ସମୟରେ ପାଟିକି ଲାଗିବ, ବହୁତ ସ୍ୱାଦିଷ୍ଟ ଲାଗିବ। ପୁଣି ଏଠି ମୁଁ କଲର୍ ପାଇଁ ବୋଲି ଦେଖନ୍ତୁ ମୁଁ କାଶ୍ମୀର ରେଡ଼୍ ଚିଲି ନେଇଛି 2 ଚାମଚ। କାଶ୍ମୀର ରେଡ଼୍ ଚିଲି ଦେଖିବେ ଏତେ ରାଗ ନଥାଏ, ମୁଁ ସେଇଥିପାଇଁ ସେଇଥିରୁ କଲର୍ ପାଇଁ ହିଁ କେବଳ ନେଇଛି। ତ 2 ଚାମଚ ନେଇଛି। ପୁଣି ହଳଦୀ ଗୁଣ୍ଡ ନେଇଛି ହାଫ୍ ଚାମଚ। ଆଉ ଅଳ୍ପ ଟିକେ ପୁଣି ଥରେ ଦେଇଦେବା ସ୍ୱାଦ ଅନୁସାରେ ଲୁଣ। ଆମେ କଞ୍ଚା ଲଙ୍କାରେ ଲୁଣ ଏଡ଼୍ କରିଥିଲେ, କିନ୍ତୁ ଏଇଥିରେ ଆଉ ଟିକେ ଲୁଣକୁ ଏଡ଼୍ କରିଦେବା। ଯେହେତୁ ମୋତେ ଟିକେ କମ୍ ଲୁଣ ଲାଗିଲା, ମୁଁ ସେଇଥିପାଇଁ ଏଡ଼୍ କଲି। ତ ଆପଣମାନେ ଟେଷ୍ଟକୁ ଚାଖିକିରି ଏଇଥିରେ ଆପଣମାନେ ଲୁଣ, ଲେମ୍ବୁ ବି ଏଡ଼୍ କରିପାରିବେ ପରେ। ତ ଏବେ ଦେଖନ୍ତୁ ଏଇଭଳି ପ୍ରୋସେସ୍‌ରେ ଟିକେ ମିକ୍ସ କରିଦେବା। ଯେହେତୁ ତେଲଟା ଟିକେ ଗରମ ଥିଲା, ତ ସେଇଥିରେ ଆମେ ମସଲା ଗୁଡ଼ାକ ଏଡ଼୍ କଲେ। ତ ଦେଖିବେ ଗରମ ତେଲରେ ଯଦି ଟିକେ ଏଡ଼୍ କରିଦେବେ, ତାହେଲେ ମସଲାଟା ବି ଟିକେ ଫୁଲିଯିବ ଆଉ ଖାଇବାକୁ ବି ବହୁତ ସ୍ୱାଦିଷ୍ଟ ଲାଗେ। ତ ଏଇଭଳି ପ୍ରୋସେସ୍‌ରେ ଟିକେ ମିକ୍ସ କରିସାରିବା ପରେ ଆମେ ସେଇଥିରେ ଏଡ଼୍ କରିଦେବା କଞ୍ଚା ଲଙ୍କାକୁ। କଞ୍ଚା ଲଙ୍କାକୁ ସେଇଥିରେ ଏଡ଼୍ କରିସାରିବା ପରେ ଆମେ ପୁଣି ଥରେ ଚାମଚ ସାହାଯ୍ୟରେ ଟିକେ ୟାକୁ ମିକ୍ସ କରିଦେବା। ତ ଆପଣମାନେ ଚାହିଁଲେ ଏଇ ଯେଉଁ କଞ୍ଚା ଲଙ୍କାରେ ମଞ୍ଜି ଗୁଡ଼ାକ ବାହାରିଛି ନା, ସେଗୁଡ଼ା ଚାହିଁଲେ ବି ଏଡ଼୍ କରିପାରିବେ ଯଦି ଅଧିକା ରାଗ ଖାଇବାକୁ ପସନ୍ଦ କରନ୍ତି ତ। ତ ଏଇଭଳି ପ୍ରୋସେସ୍‌ରେ ଆମେ ଟିକେ ମିକ୍ସ କରିଦେବା। ଫ୍ରେଣ୍ଡସ୍, ଆଜି କରେଣ୍ଟ ନାହିଁ, ଯେହେତୁ ଆଜି ମୁଁ ଇନଭର୍ଟର ହିଁ କାମ ଚଳୁଛି, ଗୋଟେ ଲାଇଟ୍‌ରେ ହିଁ ବନେଇକି ଆପଣମାନଙ୍କୁ ଦେଖାଉଛି। ତ ପ୍ରପର୍ଲି କଲର୍ ଆସୁନି, କିନ୍ତୁ ବହୁତ ବଢ଼ିଆ, ପୁରା ଏମିତି ନ୍ୟାଚୁରାଲ୍ ଦେଖିଲେ ମାନେ ବହୁତ ସୁନ୍ଦର ବି ଦେଖାଯାଉଛି ଆଉ ବହୁତ ବଢ଼ିଆ ବାସ୍ନା ବି ଆସୁଛି।
तो ଆପଣମାନେ ଏଇ ତରିକାରେ ଘରେ ନିଶ୍ଚୟ ଟ୍ରାଏ କରନ୍ତୁ। 5 ମିନିଟ୍ରେ ଆପଣମାନେ ଆଚାର ବନେଇକି ରେଡ଼ି କରିପାରିବେ। ତ ବିନା ଖରାରେ ଶୁଖେଇକିରି ଆପଣମାନେ ଆକୁ ଯେକୌଣସି କାଚ ବୋଟଲରେ ଯଦି ଭରିଦେବେ ତାହେଲେ ଦେଖିବେ 6 ମାସ ପର୍ଯ୍ୟନ୍ତ ଆକୁ ଖାଇପାରିବେ। ପୁଣି ଦେଖନ୍ତୁ ମୁଁ ଏଠି ଗୋଟେ ଛୋଟ ଗିନାରେ ବଡ଼ 2 ଚାମଚ ସେଇଥିରେ ଏଡ଼୍ କରିଛି, ମୁଁ ଭିନେଗାର ଏଡ଼୍ କଲି। ଭିନେଗାର ଏଡ଼୍ କରିବା ଦ୍ୱାରା କ'ଣ ହେବ ନା ଦେଖିବେ ଆଚାରଟି ଆମର ଖରାପ ହେବନି, ଆଉ ଆକୁ ଆମେ 6 ମାସ ପର୍ଯ୍ୟନ୍ତ ରଖିକିରି ଖାଇପାରିବା। ତ ଫାଇନାଲି ଦେଖନ୍ତୁ ଆମର ଆଚାର ରେସିପିଟି ବନିକି ରେଡ଼ି ହେଇସାରିଲାଣି। ଗୋଟେ ଏଠି ଆମେ କାଚ ବୋଟଲ ନେବା, ସେଇଥିରେ ଏଡ଼୍ କରିଦେବା। ପୁଣି ଥରେ ଆପଣମାନଙ୍କୁ ପାଖରୁ ବି ଦେଖାଉଛି, ଦେଖନ୍ତୁ କେତେ ବଢ଼ିଆ ପୁରା କଲର୍ ବି ଆସି ଆଉ ବହୁତ ବଢ଼ିଆ ଟେଷ୍ଟି ବି ଥିଲା। ତ ଆପଣମାନେ ଏବେଠୁ ହିଁ ଆଚାର ଖାଇପାରିବେ, ମାନେ ହଠାତ୍ ବନେଇବେ ଆଉ ଖାଇ ବି ପାରିବେ ଏ ଆଚାରକୁ। ତ ଦେଖିବେ କିଛି ଦିନ ଯଦି ଆପଣମାନେ ଆକୁ ଯେକୌଣସି ବୋଟଲରେ ଭରିକି ରଖୁଛନ୍ତି ତ କିଛି ଦିନ ପରେ ଟିକେ ହାଲକା କଲର୍ ବି ଚେଞ୍ଜ ହେଇଯିବ, ଆହୁରି ବହୁତ ବଢ଼ିଆ ଟେଷ୍ଟ ଆସିବ। ଆଉ କଞ୍ଚା ଲଙ୍କାଟା ରାଗ ବି ଲାଗିବନି, ତ ହାଲକା ଖଟାଳିଆ ରହିବ, ଚଟପଟା ରହିବ। ତ ଏଇ ତରିକାରେ ଆପଣମାନେ ଘରେ ନିଶ୍ଚୟ ଟ୍ରାଏ କରନ୍ତୁ। ଫ୍ରେଣ୍ଡସ୍ ଦେଖନ୍ତୁ ଫାଇନାଲି ରେସିପିଟି ବନିକି ରେଡ଼ି ହେଇସାରିଲାଣି। ଆପଣମାନେ ଯଦି ଏ ଭିଡ଼ିଓଟି ମୋର ପସନ୍ଦ ଆସିବ ସାଙ୍ଗମାନଙ୍କୁ ସେୟାର କରନ୍ତୁ, ଲାଇକ୍ କରନ୍ତୁ। ଚ୍ୟାନେଲରେ ଯଦି ନୂଆ ଅଛନ୍ତି ଚ୍ୟାନେଲକୁ ମୋର ସବସ୍କ୍ରାଇବ୍ କରିଦିଅନ୍ତୁ, ବେଲ୍ ଆଇକନ୍କୁ କ୍ଲିକ୍ କରିଦିଅନ୍ତୁ। ବେଲ୍ ଆଇକନ୍କୁ କ୍ଲିକ୍ କରିଦିଅନ୍ତୁ, ଯାହାଫଳରେ ମୋର ସବୁ ଭିଡ଼ିଓ ନୋଟିଫିକେସନ୍ ପ୍ରଥମେ ଆପଣମାନଙ୍କୁ ପହଞ୍ଚିବ। ମୁଁ ଏମିତି ଇଜି ଇଜି ଭିଡ଼ିଓ ନେଇ ଆସିବି, ଆପଣମାନେ ଦେଖିକି ଘରେ ନିଶ୍ଚୟ ଟ୍ରାଏ କରନ୍ତୁ। ତ ଦେଖନ୍ତୁ ଏଠି ଗୋଟେ ସଫା କାଚ ବୋଟଲ ନେଇଛି ମୁଁ। ଧ୍ୟାନ ରଖିବେ ଯେମିତିକି ବୋଟଲଟା ପୁରା ସଫା ହେଇଥିବ ଆଉ ପାଣି ସେଥିରେ ବିଲକୁଲ ବି ନଥିବ। ତ ସେଇଭଳି ବୋଟଲ ନେବେ, ନହେଲେ ବୋଟଲକୁ ଧୋଇଦେବେ, ଖରାରେ ଶୁଖେଇଦେବେ, ତାପରେ ଆଚାର ସେଇଥିରେ ଭରିବେ। ତ ଦେଖିବେ ଆଚାର ବହୁତ ଦିନ ପର୍ଯ୍ୟନ୍ତ ଖରାପ ହେବନି ଆଉ ଖାଇବା ବି ବହୁତ ସ୍ୱାଦିଷ୍ଟ ରହିବ। ଆଚାରଟା ଯେତେ ପୁରୁଣା ହେବ ନା ସେତେ ବଢ଼ିଆ ଦେଖିବେ ଟେଷ୍ଟ ଆସିବ ଏ ଆଚାରରୁ। ତ ଆପଣମାନେ ଯଦି ଘରେ କଞ୍ଚା ଲଙ୍କା ଅଛି ନିଶ୍ଚୟ ଟ୍ରାଏ କରନ୍ତୁ। ଆଉ ଏଇଥିରେ ମୁଁ ତେଲ 200 ଗ୍ରାମ କଞ୍ଚା ଲଙ୍କାରେ ମୁଁ 200 ଗ୍ରାମ ତେଲ ଏଡ଼୍ କରିଛି। ଆପଣମାନେ ଯେତିକି ତେଲ ଖାଇବାକୁ ପସନ୍ଦ କରନ୍ତି ସେ ଅନୁସାରେ ଏଡ଼୍ କରିବେ। ତ ଦେଖନ୍ତୁ କେତେ ସାରା ପୁରା ଆମର ଆଚାର ବନିକିରି ପୁରା ରେଡ଼ି ହେଇଛି। ତ ଗୋଟେ ଏଠି କାଚ ବୋଟଲରେ ବି ଭରିଛି, ପୁଣି ଥରେ ଗୋଟେ ଗିନାରେ। ତ ଏଠି ଆମର ପାଖାପାଖି ବହୁତ ସାରା ଆଚାର ବନିକି ରେଡ଼ି ବି ହେଲାଣି। ତ ଆପଣମାନେ ଏଇ ତରିକାରେ ଘରେ ନିଶ୍ଚୟ ଟ୍ରାଏ କରନ୍ତୁ। ଫ୍ରେଣ୍ଡସ୍ ଆପଣମାନେ ଯଦି ଫେସବୁକ୍ ପେଜ୍ରେ ଦେଖୁଛନ୍ତି ତାହେଲେ ଫେସବୁକ୍ ପେଜ୍ ମୋର ଫଲୋ କରନ୍ତୁ। ଇନଷ୍ଟାଗ୍ରାମରେ ଦେଖୁଥିଲେ ନା ଫଲୋ କରିବାକୁ ଜମାରୁ ଭୁଲନ୍ତୁନି। ତ ଫାଇନାଲି ଆମର ରେସିପିଟି ବନିକି ରେଡ଼ି ହେଇସାରିଛି। ତ ଆପଣମାନେ ଘରେ ନିଶ୍ଚୟ ଟ୍ରାଏ କରନ୍ତୁ। ଆପଣମାନଙ୍କର ଅନୁଭୂତି ମୋ ସହିତ ସେୟାର କରନ୍ତୁ, ମୋତେ ବି ଖୁସି ଲାଗିବ ମୋ ଭିଡ଼ିଓ ଆପଣମାନେ ଟ୍ରାଏ କରିଛନ୍ତି। ସେ ପର୍ଯ୍ୟନ୍ତ ରହୁଛି, ପୁଣି ଏକ ନୂଆ ରେସିପି ନେଇ ଆସିବି।